ସମସ୍ତଙ୍କୁ ମୋର ଶୁଭ ଅପରାହ୍ନ। ଆଜିର ଏହି ଓଡ଼ିଆ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ। ଆମର ରାଜ୍ୟ ହେଉଛି ଓଡ଼ିଶା, ଆମର ଭାଷା ଓଡ଼ିଆ ଏବଂ ଆମେ ମଧ୍ୟ ଓଡ଼ିଆ। ତ ଆମର ଏହି ଓଡ଼ିଆ ଭାଷା ସାହିତ୍ୟ ପ୍ରଥମ ଭାଷା, ତାର ଯେଉଁ ଆମ ଓଡ଼ିଆ ଭାଷା ପ୍ରଥମ ଭାଷା ଓଡ଼ିଆ, ତ ସେଇ ସାହିତ୍ୟ ବହିର ସାହିତ୍ୟ ସିନ୍ଧୁ ବହିର ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି ଆମେ ଆଜି ଆଲୋଚନା କରିବା। ତ ଏହି ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି ଯେତେବେଳେ ମନକୁ ଆସେ, ପ୍ରାବନ୍ଧିକ ଆମର ଡକ୍ଟର ବଂଶୀଧର ସାମନ୍ତରାୟ ତାଙ୍କର ଗୋଟିଏ ଦରିଆପାଣିର ସୁନା କବିତାଟି ମନେ ପଡ଼ିଯାଏ। ତ ସେଥିରେ ସେ ଲେଖିଥିଲେ, ସେଇ କବିତାରେ, ସାଧବ ପୁଅ ମୁଁ ସାଧବ ପୁଅ, ନମା ନଈ ନଈର ସୁଅ, ବୋଇତ ବାହି ମୁଁ ଯାଏ ବିଦେଶ, ବଣିଜ କରିବା ବଣିଜ ପାଇଁ ସେ ବଣିକ ବେଶ। ସାଧବ ପୁଅ ମୁଁ ସାଧବ ପୁଅ। ସେଇ ଦରିଆପାଣିର ସୁନାରେ ସୁନ୍ଦର ଭାବରେ ଓଡ଼ିଆ ମାନଙ୍କର ବର୍ଣ୍ଣନା ସେ କରିଛନ୍ତି ଏବଂ ସେଇ ଆମର ପ୍ରାବନ୍ଧିକ ଡକ୍ଟର ବଂଶୀଧର ସାମନ୍ତରାୟ ଜଣେ ଉଦ୍ଭିଦ ବିଜ୍ଞାନୀ ଥିଲେ ଏବଂ ଏହି ପ୍ରବନ୍ଧ ଆମର ସଭ୍ୟତା ଓ ବିଜ୍ଞାନରେ ସେ ବିଜ୍ଞାନକୁ ଅବଲମ୍ବନ କରି ମଣିଷ ସଭ୍ୟତା କିଭଳି ଆଗକୁ ଆଗକୁ ଉନ୍ନତି କରିପାରୁଛି ଏବଂ ଉନ୍ନତିର ଗତିପଥରେ ସେ କିପରି ଅଗ୍ରଗତି କରିଛି ତାହା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତ ବର୍ତ୍ତମାନ ଆମେ ଚାଲ ସେଇ ସ୍ମାର୍ଟ ବୋର୍ଡ ଜରିଆରେ ଏହି ପାଠଟିକୁ, ଏହି ପ୍ରବନ୍ଧଟିକୁ ଆମେ ଆଲୋଚନା କରିବା। ଆଚ୍ଛା ପିଲାମାନେ, ଆମର ବିଷୟ ହେଲା ସଭ୍ୟତା ଓ ବିଜ୍ଞାନ। ସଭ୍ୟତା ଓ ବିଜ୍ଞାନ ଆମେ ଯୋଉ ରହିଛି ବିଷୟ, ଆମର ପ୍ରାବନ୍ଧିକ ହେଲେ ବଂଶୀଧର ସାମନ୍ତରାୟ। ତାଙ୍କର ସମୟ ହେଉଛି 1912 ରୁ 1996 ମସିହା ଭିତରେ ଏବଂ ଜନ୍ମ ହେଲା ଜାନୁଆରୀ ମାସ 1 ତାରିଖ 1912 ମସିହା। ତାଙ୍କର ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟବର୍ତ୍ତୀ ବଡ଼ପଡ଼ା ଗ୍ରାମ। ବର୍ତ୍ତମାନ ଆମେ ଦେଖିବା ସୃଜନାଭିମୁଖ୍ୟ, ସେ କଣ କଣ ସବୁ ତାଙ୍କର ସୃଜନାତ୍ମକ ତାଙ୍କର ରହିଛି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଦ୍ଭିଦ ବିଜ୍ଞାନୀ ଭାବେ ଓଡ଼ିଶାର ଜନମାନସରେ ସୁପରିଚିତ। ସେ ଉଦ୍ଭିଦ ବିଜ୍ଞାନରେ ସେ ଅଧ୍ୟାପକ ମଧ୍ୟ ଥିଲେ। ବିଲାତରୁ ଉଦ୍ଭିଦ ବିଜ୍ଞାନରେ ଉଚ୍ଚତର ଶିକ୍ଷା ଲାଭ ପରେ ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ଓ ତତ୍ପରେ ରେଭେନ୍ସା କଲେଜର ଅଧ୍ୟକ୍ଷ ପଦ ସେ ମଣ୍ଡନ କରିଥିଲେ। ଏହା ହେଲା ଆମର ଡକ୍ଟର ବଂଶୀଧର ସାମନ୍ତରାୟଙ୍କ ତାଙ୍କର ପରିଚୟ। ତାପରେ ଆମେ ଦେଖିବା ତାଙ୍କର ଲେଖକଙ୍କର ସାହିତ୍ୟ କୃତିର ମୌଳିକତା। ସେ କଣ କଣ ସବୁ ତାଙ୍କର ଲେଖନୀ ରହିଛି। ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ, ଶିଶୁ ସାହିତ୍ୟର ରଚନା କରିବାର ତାଙ୍କର ଆଗ୍ରହ ବେଶୀ ଥିଲା। ସେ ଯାହା ବି ତାଙ୍କର ରଚନା ଥିଲା ସବୁଥିରେ ସେ ବିଜ୍ଞାନ ସମ୍ବନ୍ଧୀୟ ବିଜ୍ଞାନ ଉପରେ ତାଙ୍କର ରଚନା ବେଶୀ। ତାଙ୍କର ବିଶେଷ କୃତି ହେଉଛି ଦରିଆପାଣିର ସୁନା, ଶିଶୁର ବୀଣା, ଯୋଉଟା ଦରିଆପାଣିର ସୁନା କବିତାଟି ଗାଇଥିଲି, ସାଧବ ପୁଅ ମୁଁ ସାଧବ ପୁଅ। ସେଇ ସାଧବ ପୁଅ ବିଷୟରେ ସେ ସୁନ୍ଦର ଭାବରେ ତାଙ୍କର ସେଇ ଲେଖନୀରେ ସେ ଲେଖିଛନ୍ତି। ବୋଇତ ବାଇ ମୁଁ ନିଏ ଯାଏ ବିଦେଶ, ବଣିଜ ପାଇଁ ମୋ ବଣିକ ବେଶ। ସାଧବ ପୁଅ ମୁଁ ସାଧବ ପୁଅ, ସେଇଟା ସେଇ ଦରିଆପାଣିର ସୁନାରେ ସୁନ୍ଦର ଭାବରେ ସେ ରଚନା କରିଛନ୍ତି। ଆଉ ଗୋଟେ ହେଲା ଶିଶୁର ବୀଣା। ଏଇ ଯୋଉ ସଭ୍ୟତା ବିଜ୍ଞାନ ପ୍ରବନ୍ଧଟି 1942 ସାଲ ଜ୍ୟେଷ୍ଠ ସଂଖ୍ୟା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ଉତ୍କଳ ସାହିତ୍ୟ ପତ୍ରିକା, ଦେଖ ଉତ୍କଳ ସାହିତ୍ୟ ପତ୍ରିକା, ଏଇଟା 1897 ମସିହାରେ ଆମର ପ୍ରକାଶିତ ହୋଇଛି ଏବଂ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ହେଉଛନ୍ତି ବିଶ୍ୱନାଥ କର। ଆମେ ଏହି ପ୍ରବନ୍ଧଟିକୁ ଆଲୋଚନା କରିବା। ଆମେ କଣ କରିବା, ପ୍ରଥମ ଆମର ଯୋଉ 5ଟି ପାରାଗ୍ରାଫ
विषय आज आम आलोचना करवा प्रबंधर आलोचना और केन्द्रिक निर्दिष्ट दिगर उपर आम आलोकपात करवा। तो यहीटा को मुझे भावुची आम प्रश्न उत्तर माध्यम जदि आलोचना करवा ताहले आमर बेसी मन रहिबो कहीं बहुत मो मतरे यही विषयटी बहुत भास्ट रही सबू दिग को लेकिन ये विषयटी लिखाई तेणु प्रश्न उत्तर माध्यम जदि आम आलोचना करवा ताहले आम बुझीपर एवं परीक्षा आमको सहज हेबो। तो आम 5टी पैराग्राफ पर आज आलोचना करवा। से 5टी पैराग्राफ रो मुख्य जिनस बा मेन थीम कौन देखिबा आम सभ्यता आख्या काहाकू देई थाउ। तापर आम आलोचना करवा रोमियो भारतीय सभ्यतार आदर्श मध्य पार्थक्य कौन, वर्तमान पृथ्वी रे सभ्यतार आदर्श, आधुनिक सभ्यतार लक्ष्य कौन, विज्ञान और जड़ विज्ञान कौन, या ऊपर आम आज आलोचना करवा। अच्छा पिला माने ये तुम हाफ इयरली एग्जाम रे मध्य ए विषय प्रश्न आसीथिला कहलो देखी आम सभ्यता इच्छा काहाकू देई थाउ। ये कहबो आम सभ्यता इच्छा काहाकू देई थाउ। ताने कहलो देखी आम एठारे कोन देखिला ए वीडियो रे त्रिपुरा हाई स्कूल आम ए भिडियोटी कौन शिखिला बा कौन देखिले आम कौन देखिले मानव सभ्यता धीरे धीरे किपरि उन्नतिर पथरे से गति करुची। आगरू कौन होइतिला से माने कंचा मांस खाउतिले वर्तमान रंधा मांस खाउचंती। जंगल रे से माने याडे सियाडे जाजाबर भाव जीवन यापन करथिले वर्तमान गोटे परिवार रे से माने रहउचंती। आगरू गोटे जगह आ गोटे जगह को से माने चाली चाली जाउतिले वर्तमान गाड़ी मोटर साइज रे जाउचंती। तो एई भलिया धीरे धीरे कौन होची उन्नति हेबारे लागिछि। तो आमे कहबा से सभ्यता कहा द्वारा उन्नति होची विज्ञान बल रे ही आगे आगे जाउची। तो वर्तमान आमे आलोचना करिबा। अच्छा प्रथमे आमे देखिबा सभ्यता आमे काहाकू कहिबा। अच्छा कहलो देखि सभ्यता काहाकू कहिबा मानव जो वैषयिक शारीरिक मानसिक नैतिक उन्नति एवं ज्ञान साधन करें सभ्यता आख्या दे था। बहुत बढ़िया सुंदर भाव से कहते बस मानव जो वैषयिक शारीरिक मानसिक नैतिक उन्नति एवं ज्ञान साधन करें आम सभ्यता आख्या दे था। अच्छा पिला माने वैषयिक कहले कौन विषय संबंधी आमे कौ विषय कहवा तुम साहित्य भूगोल इंग्राजी गणित जहा ता सहित कौन अच्छी आमे जोटा विषय कहले आमर जो कृषि विषय रहा आमर जो जानवाहन रहा आमर जो टेक्नोलोजी रहा आमर जो मेडिसिन पत्र रहा जहाटा को आमे उपभोग करूचु जो जिनिस को कि आमे उपभोग करूचु सेई विषय कथा एठारे कुहा जाईछि। तो सेई वैषयिक तापरे शारीरिक शारीरिक कहले आम शरीर सुस्थ रहिबा दरकार। तापरे आसला मानसिक शरीर सहित मन मध्य सुस्थ रहिबा दरकार। तापरे आसला नैतिक नीति आदर्श परंपरार कथा जोठारे कुहा जाइताए सेई नीति सेई नैतिक ए दिगरे जदि आमे ज्ञान साधन करिथाउ एहार जदि हमर उन्नति हेइची ताहले आमे कहिबा ताकू हमर सभ्यता ठीक अच्छी आम सभ्यतार आख्या देखाऊ। तापर कौन कह देख विभिन्न विभागर विभिन्न परिमाण उन्नति अनुसार सभ्यता निम्नतर बा उच्चतर बोली निरूपित होइथाय। निम्नतर कहले कौन निम्नतर कहले आम कौन कहबा तार अर्थ कौन बा छोट केते बेले आम निम्नतर कहबा जेते बेले कि से सभ्यता उन्नति जदि कम अच्छी बा उन्नति जे तार बेसी होइनी ताकू आमे कौन कहबा सही सभ्यता न्यूनतर जदि उन्नति ठीक अच्छी आमे कहबा सही सभ्यता उच्चतर। प्राचीन आदिम मानव किंबा अधुनातन निग्र बा पार्वत्य वन्य जाति मानक सहित आम्भ मानकु तुलना कले आम्भे माने देखि परिबा जे सभ्यतार अर्थ कोन और तार मूल्य केते।
এইଠାରେ ଦେଖ ଆମର ପ୍ରାବନ୍ଧିକ ଡକ୍ଟର ବଂଶୀଧର ସାମନ୍ତରାୟ ସୁନ୍ଦର ଭାବରେ ସେ ତୁଳନା କରିଛନ୍ତି ଯେ ସଭ୍ୟତା ଉନ୍ନତି ପଥରେ ଅଗ୍ରଗତି କରୁଛି କି ଅବନତି ପଥରେ ଅଗ୍ରଗତି କରୁଛି। ସେ କଣ କହିଲେ ଦେଖ, ଆମେ କାହାକୁ ତୁଳନା କରିବା? ଅଧୁନାତନ ନିଗ୍ରୋ ବା ପାର୍ବତ୍ୟ ବନ୍ୟଜାତି ମାନଙ୍କ ସହିତ ଆମ୍ଭମାନଙ୍କୁ ତୁଳନା କଲେ। ବର୍ତ୍ତମାନ ମଣିଷ ଏବଂ ପ୍ରାଚୀନ ଆଦିମ, ଆମେ ଯେମିତି ଭିଡିଓରେ ଦେଖିଲା ପ୍ରାଚୀନ ଆଦିମ ଯେତେବେଳେ ଆମେ ସେ ଭିଡିଓକୁ ଦେଖିବା ଏବଂ ବର୍ତ୍ତମାନ ଆମର ସ୍ଥିତିକୁ ଯେତେବେଳେ ଆମେ ଦେଖିବା, ଯେତେବେଳେ ତୁଳନା କରୁଛୁ ଜଣା ପଡିଯାଉଛି ଆପେ ଆପେ ଯେ ଆମେ କେତେ ସଭ୍ୟତାର ଆମ ଉନ୍ନତି ପଥରେ ଆମେ ଆଗେଇ ଆସିଛୁ। ତାପରେ ଏଠାରେ କୁହାଗଲା ନିଗ୍ରୋ ଅର୍ଥ କଣ? ଦକ୍ଷିଣ ଆଫ୍ରିକାର ଆଦିମ ମଣିଷ। ସେମାନଙ୍କ ସହିତ ଆମେ ନିଜକୁ ତୁଳନା କରିବା। ପୁଣି କହିଲେ କଣ? ଆମ ପାର୍ବତ୍ୟ ବନ୍ୟଜାତି, ବର୍ତ୍ତମାନ ମଧ୍ୟ ପାହାଡିଆ ଅଞ୍ଚଳରେ ମଣିଷ ମାନେ ଏମିତି ମଣିଷ ଅଛନ୍ତି ଯେଉଁମାନେ କି ସେମାନେ ବିଦ୍ୟାଳୟ କଣ ଜାଣିନାହାନ୍ତି, ଶିକ୍ଷା କଣ ଜାଣିନାହାନ୍ତି, ଆଲୋକ ପାଇପାରି ନାହାନ୍ତି। ତ ଏଇଭଳିଆ ସ୍ଥିତି ସେମାନଙ୍କର ରହିଛି। ତ ସେମାନଙ୍କ ସହିତ ଆମ ନିଜକୁ ଯଦି ଯେତେବେଳେ ତୁଳନା କରିପାରିବା ଯେ ଆମେ ଜାଣିପାରିବା ସଭ୍ୟତା ଉନ୍ନତି। ତାହେଲେ ଠିକ ଅଛି, ଦେଖ ଏଇ ତମର ଯୋଉ ପାରାଗ୍ରାଫ ରହିଛି, ଏଇ ପାରାଗ୍ରାଫରେ କେତୋଟି ସନ୍ଧି ବିଚ୍ଛେଦ ଅଛି। ଆମର ଶରୀର ଇକ ପ୍ରତ୍ୟୟ ଲାଗିଛି, ଶରୀର ଇକ ଶାରୀରିକ, ମନ ଯୋଗ ଇକ ମାନସିକ, ବିଷୟ ଯୋଗ ଇକ ବୈଷୟିକ, ନୀତି ଇକ ନୈତିକ, ସବୁ ଇକ ପ୍ରତ୍ୟୟ ଲାଗିଛି। ଏବଂ ଆମର କିଛି କ୍ଲିଷ୍ଟ ଶବ୍ଦ ମଧ୍ୟ ଏଠାରେ ଲେଖା ହେଇଛି। ବୈଷୟିକ ଯାହାକି ବିଷୟ ସମ୍ବନ୍ଧୀୟ, ନ୍ୟୁନତର କହିଲେ ଛୋଟ, ନିଗ୍ରୋ କହିଲେ ହେଲା ଆମର ଦକ୍ଷିଣ ଆଫ୍ରିକାର ଆଦିମ ମଣିଷ। ଏଇଟା ଯୋଉଟା ଦିଆହେଇଛି ଦେଖ, ଏଇଟା ହେଲେ ଆମର ନିଗ୍ରୋ। ଏବଂ ଆମର ଯୋଉ ସଭ୍ୟତା କଥା କୁହାଯାଇଛି, ଏମାନଙ୍କ ସହିତ ଆମମାନଙ୍କୁ ତୁଳନା କଲେ ଆମେ ଜାଣିପାରିବା ଯେ ଆମେ ସଭ୍ୟତାର ବା ସେ ଉନ୍ନତିର କେତେ ଆମେ ପଥରେ ଆଗେଇ ଆସିଛୁ। ତାପରେ ଆମେ ଆଲୋଚନା କରିବା ଆମର ଲେଖକ କଣ କରିଛନ୍ତି। ଦେଖ, ସଭ୍ୟତା ମଧ୍ୟରେ ସେ ପାର୍ଥକ୍ୟ ଆଣିଛନ୍ତି। ମୁଁ କହିଛି ଆମେ ଏହାକୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଲୋଚନା କରିବା। ସେ କଣ କରିଛନ୍ତି? କୋଉ କୋଉ ସଭ୍ୟତା ମଧ୍ୟରେ ପାର୍ଥକ୍ୟ ଏଠାରେ ଦେଖିଛନ୍ତି? ସେ ରୋମୀୟ ସଭ୍ୟତା, ଗ୍ରୀସୀୟ ସଭ୍ୟତା, ମିଶରୀୟ ସଭ୍ୟତା, ଏଇ ସଭ୍ୟତା ସହିତ ଭାରତୀୟ ସଭ୍ୟତାକୁ ସେ କଣ କରିଛନ୍ତି? ତୁଳନା କରିଛନ୍ତି। ବିଭିନ୍ନ କାଳରେ, ବିଭିନ୍ନ ଯୁଗରେ, ବିଭିନ୍ନ ଜାତି ମାନଙ୍କର ଏହି ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିଲା। ଆମ୍ଭେମାନେ ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାରେ ଦେଖିବାକୁ ପାଉ ଯେ ଯାବତୀୟ ବୈଷୟିକ ଉନ୍ନତି ସେମାନଙ୍କ ସଭ୍ୟତାର ଆଦର୍ଶ ରୂପେ ପରିଗଣିତ ହେଉଥିଲା। ଏଠାରେ ଦେଖ, ପ୍ରାବନ୍ଧିକ ଆମର କଣ ଲେଖିଛନ୍ତି? ସେ ଯାବତୀୟ ବୈଷୟିକ ଉନ୍ନତି ସେମାନଙ୍କ ସଭ୍ୟତାର ଆଦର୍ଶ ରୂପେ ପରିଗଣିତ ହେଉଥିଲା। ବୈଷୟିକ ଉନ୍ନତି କହିଲେ କଣ? ବିଭିନ୍ନ ବିଷୟରେ ଉନ୍ନତି, ଯେମିତି କୁହାଗଲା ଆମର କୃଷିର ଉନ୍ନତି ହଉ, ଆମର ଯନ୍ତ୍ରପାତିର ଉନ୍ନତି ହଉ, ଆମର ମେଡିସିନର ଉନ୍ନତି ହଉ, ଯାହାବି ଯୋଉ ଟେକ୍ନୋଲୋଜି, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଯୋଉଟା ଆମେ କହୁଛୁ ତାର ଉନ୍ନତି, ସେଇଟାକୁ ସେମାନେ ଆଦର୍ଶ ରୂପେ ନେଉଥିଲେ। ଆମେ ଯେତେବେଳେ ଇତିହାସକୁ ଯିବା ଆମେ ଦେଖିବା ୟୁରୋପର କଥା। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ହେବା ପୂର୍ବରୁ କଣ ହେଇଥିଲା? ସେମାନେ କଣ କରୁଥିଲେ? ୟୁରୋପୀୟ ରାଷ୍ଟ୍ରମାନେ ସେମାନେ କେବଳ ତାଙ୍କର ଯନ୍ତ୍ରପାତିରେ କିଭଳି ସେମାନେ ଉନ୍ନତ ହେବେ ଏବଂ ଗୋଟିଏ ଦେଶ ଆଉ ଗୋଟିଏ ଦେଶ ସହିତ କଣ କରିବ, କେମିତି ପ୍ରତିଦ୍ୱନ୍ଦିତା କରି ନିଜକୁ ଯେ ଶକ୍ତିଶାଳୀ କରିବ, ସେଥିରେ ସେମାନେ ମଜି ଯାଇଥିଲେ। ତ ଏଇଟା ହେଲା ତାଙ୍କର ଉଦାହରଣ। ତାପରେ ସେ କଣ କହିଛନ୍ତି? ଭାରତୀୟ ସଭ୍ୟତା ସହିତ ଯେତେବେଳେ ତୁଳନା କରିଛନ୍ତି, ଆମର ଭାରତୀୟ ସଭ୍ୟତା ଥିଲା ଅନ୍ୟ ପ୍ରକାର। କେମିତି ଥିଲା? ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ। ଆତ୍ମସଂଯମ କହିଲେ କଣ? ନିଜକୁ ନିୟନ୍ତ୍ରଣରେ ରଖିବା। ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥିଲେ ଏବଂ ତଥାପି ବୈଷୟିକ ଉନ୍ନତି ସେହି ତ୍ୟାଗ ଧର୍ମ ଦେଇ ସମ୍ଭବ ହୋଇଥିଲା। ସବୁଠାରୁ ଅଲଗା ଏବଂ ସୁନ୍ଦର ସଭ୍ୟତା ହେଉଛି ଆମର ଭାରତୀୟ ସଭ୍ୟତା। କଣ ଅଛି? ତ୍ୟାଗ ଓ ଆତ୍ମସଂଯମ। ତ୍ୟାଗ କଥା ଯେତେବେଳେ ଆସେ ଆମର ମନେ ପଡିଯାଏ ସେଇ ମହାତ୍ମା ଗାନ୍ଧୀଙ୍କ କଥା, ସେଇ ବିବେକାନନ୍ଦଙ୍କ କଥା, ବଡ ବଡ ମହାପୁରୁଷ ମାନଙ୍କ କଥା। ମହାତ୍ମା ଗାନ୍ଧୀ କଣ କରୁଥିଲେ? ସେ ମଧ୍ୟ ଗୋଟେ ଓକିଲ ଭାବରେ ସେ ପରିଗଣିତ ହୋଇକି ସୁନ୍ଦର ଭାବରେ ସେ ପଇସା ରୋଜଗାର କରିପାରିଥାନ୍ତେ।
से कौन कले एई देश पाई एई जाति पाई से त्याग कले कि नहीं तापरे से त्याग कथा जिते बेले आसे आमर मने पड़े विवेकानंद कथा से कौन कहते मु भगवान को समाधि नहीं कि भगवान को खाली तपस्या करके कौन करी मु भगवान को प्राप्ति करी किंतु तांकर गुरु जी परम रामचंद्र कृष्ण परम हंस से तांको ठीक पथ देखते तापर से कौन कले मानव सेवा ही माधव सेवा एई दिगरे से कौन कले ताकू निज जीवन अमूल्य वाणी भाव निज जीवन को से निज जीवन रे प्रयोग करथिले एवं सारा भारत को पदयात्रा करी से त्याग बल लोक मानकर सेवा करथिले तो से त्याग बहुत से भलिया उदाहरण रही आत्मसंयम निजको नियंत्रण रे रखिबा एटा थिला हम भारतीय सभ्यतार आदर्श तापर से माने कौन भावुतिले वैषयिक जंजाल को से माने विपदर हेतु बोली भावुतिले वैषयिक जंजाल कौन विभिन्न विषय रे जो झमेला रही आमे जदि परिवार रे रही जिबा आमे त्यागी होई परिबा नाही उन्नति करि परिबा नाही एइटा ओधा माने भाबुतिले ओधा माने कोन करथिले सांसारिक जीवन यापन करी ओधा माने संसार को त्याग करी से माने तांकर एई सभ्यता व भारतीय सभ्यता को से माने आगे लेई छंती तापर आमे देखिबा कोन से रोमियो ग्रीसीय मिसरीय सभ्यता सेमानकर आदर्श कौन थिला भोग भोग थिला सेमानकर सभ्यतार आदर्श प्राचीन मिसरीय सभ्यता मध्य सेही भावरे अनुप्राणित प्राचीन ग्रीस और रोम सभ्यतार वैषयिक उन्नतिर निदर्शन जहा आमे पाऊ ताहा इच्छाकृत सेमानंको इच्छाकृत कोटा वैषयिक उन्नति से माने भोग विलास रे जीवन यापन करबा को से माने पसंद करुथिले विषय जंजाल परिवेशित गृहस्थ जावतीय परिपार्श्विक पदार्थ सहित संश्लिष्ट नथिला त्याग मार्ग रे दीक्षित होई जेते बेले से विषयर मालिक हुए सेते बेले भोग मार्गगामी जाति ठारू तार पथ संपूर्ण पृथक हो जाए कौन करे आम भारतीय सभ्यता ये त्याग मार्ग रे से जाइते त्याग भोग मार्गगामी जाति ठारू तार पथ संपूर्ण पृथक हो जाए आमर विभिन्न प्रकार दार्शनिक माने रही कि महापुराण को आम जिते बेले आलोचना करवा आमर वेदव्यास आमर जनक ऋषि ए भलिया बड़ बड़ जो ऋषि मुनि माने रही से आदर्श से त्याग बाट देकरी सभ्यता को से माने आगे नहीं छंती तापर आमे देखिबा कि भारतर वैशिष्ट्य कौन कौन कहिसंती भारतर वैशिष्ट्य है तार आध्यात्मिकता कौन आध्यात्मिक कहले धर्म संबंधी देख आध्यात्मिक कहले आमर धर्म संबंधी मात्र भारतर वैषयिक उन्नतिर निदर्शन जहाँ रोमियो और ग्रीसीय निदर्शन मानक ठारू कौनसी अंश रे न्यूनतर नुहे सेमानकर आदर्श थिला भोग किंतु भारतीय सभ्यतार आदर्श है त्याग तथापि सेमानक ठारू आमर सभ्यता कौनसी गुण रे छोट नुहे तार सृष्टि और उन्नति इच्छाकृत नुहे ताहा त्याग मार्गर एकतम स्वतः संपुत फल मात्र तांकर जेमिति आदर्श बा तांकर वैषयिक ज्ञान को सेमाने तांकर सेटा इच्छाकृत थिला आम भारतीय सभ्यतार ताहा इच्छाकृत नथिला ताहा एक स्वतः संपुत फल मात्र स्वतः संभूत कहले हेला आमर देख स्वयं सृष्टि बा आपे आपे सृष्टि हेबा भारतर वैशिष्ट्य तार आध्यात्मिकता एई आध्यात्मिकता दिगरे ही धर्म संबंधी दिगरे ही बहुत नीतिवाणी बहुत नैतिक कथा आमर मुनि ऋषि माने आमर सभ्यता को से माने देई छंती तापर आमे देखिबा विभिन्न जातिर सभ्यतार आदर्श जहा हेउना काहे कि वर्तमान पृथ्वीर सभ्यतार आदर्श हेउची मानवर सर्वांगीन उन्नति साधन कौन है मानवर सर्वांगीन उन्नति साधन तार आगुरु जेमि जहाँ भारतर सभ्यता थिला भारतीय सभ्यता थिला त्याग आत्मसंयम वर्तमान सारा पृथ्वीर सभ्यतार आदर्श हो जाइछि जे मानवर सर्वांगीन उन्नति सर्वांगीन उन्नति साधन कहले कौन कौ दिगरे उन्नति साधन करबा वैषयिक क्षेत्र रे शारीरिक क्षेत्र रे मानसिक क्षेत्र रे नैतिक क्षेत्र रे ता सहित आमर विश्व मानविकतार प्रतिष्ठान और वीरत सृष्टि भी
ସୃଷ୍ଟି ରହସ୍ୟର ଉଦ୍ଘାଟନ ଓ ସେମାନଙ୍କ ମୂଳରେ କେଉଁ ମହାଶକ୍ତି ନିହିତ ଅଛି ଓ ତାହା କ'ଣ, ଏହାର ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ। ବୁଝିହେଲା ଯେ ବର୍ତ୍ତମାନ ପୃଥିବୀର ସଭ୍ୟତାର ଆଦର୍ଶ କ'ଣ? ବୈଷୟିକ ଉନ୍ନତି, ଶାରୀରିକ ଉନ୍ନତି, ମାନସିକ ଉନ୍ନତି, ନୈତିକ ଉନ୍ନତି ସହିତ ବିଶ୍ୱ ମାନବିକତାର ପ୍ରତିଷ୍ଠାନ ଓ ସୃଷ୍ଟିର ରହସ୍ୟର ଉଦ୍ଘାଟନ ଓ ସେମାନଙ୍କ ମୂଳରେ କେଉଁ ମହାଶକ୍ତି ନିହିତ ରହିଛି ତାହା କ'ଣ, ଏହା ନିରୂପଣ କରିବା ହେଉଛି ବର୍ତ୍ତମାନ ସଭ୍ୟତାର ଆଦର୍ଶ। ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶବିଶେଷକୁ ସଭ୍ୟତାର ଆଦର୍ଶ ବୋଲି ଧରି ନେଉଥିଲେ। ପୁଣି କୌଣସି କୌଣସି ଜାତି ଏମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶକୁ ନିଜ ସଭ୍ୟତାର ଆଦର୍ଶ ଅଙ୍ଗଭୁକ୍ତ କରିଥିଲେ ହେଁ ସେମାନଙ୍କ ସାଧନକୁ ସେମାନେ ନିଜ ଭିନ୍ନ ପଥ ଦେଇ ନିରୂପଣ କରିବାକୁ ଯାଇଥିଲେ। କେହି ଚିନ୍ତାରେ ନିରୂପିତ କରିବାକୁ ଚେଷ୍ଟିତ ଥିଲେ ଓ କେହି କାର୍ଯ୍ୟରେ ଚେଷ୍ଟିତ ଥିଲେ ଏବଂ ଏମାନଙ୍କ ମଧ୍ୟରୁ କେତେକ ସେହି ଲକ୍ଷ୍ୟସ୍ଥଳରେ ହିଁ ପହଞ୍ଚି ପାରିଥିବାର ପ୍ରକାଶ କରନ୍ତି। ଯେ ଦେଖ ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶବିଶେଷକୁ ସଭ୍ୟତାର ଆଦର୍ଶ ବୋଲି ଧରି ନେଉଥିଲେ। କିଏ ଚିନ୍ତାରେ କରିଛନ୍ତି, କିଏ କାର୍ଯ୍ୟରେ ତାକୁ କାର୍ଯ୍ୟ କରି ଦେଖେଇଛନ୍ତି। ହିନ୍ଦୁମାନେ କହନ୍ତି ସେମାନେ ଲକ୍ଷ୍ୟସ୍ଥଳ ପାଇ ଅଛନ୍ତି। ହିନ୍ଦୁମାନଙ୍କ ମତରେ କ'ଣ ଯେ ଆମେ ଆମର ଲକ୍ଷ୍ୟସ୍ଥଳରେ ଆମେ ପହଞ୍ଚି ପାରିଛୁ। କେମିତି ଲକ୍ଷ୍ୟସ୍ଥଳରେ ସେମାନେ ପହଞ୍ଚିଛନ୍ତି ଦେଖିବା। ସେମାନଙ୍କର ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀ ଦ୍ୱାରା ବିଶ୍ୱ ବିରାଟ ଶକ୍ତି କ'ଣ ତାହା ମାନବ ନିରୂପଣ କରିପାରେ। ସେହି ପଥରେ ଗଲେ ପ୍ରଥମରେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନହେଲେ ହେଁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେଲା ପରେ ସମସ୍ତ ସ୍ପଷ୍ଟ ପ୍ରତିଭାତ ହେବ। ଏହାର ସାଧନ ପାଇଁ ଶାରୀରିକ ମାନସିକ ଉନ୍ନତି ସର୍ବାଦୌକରଣୀୟ ଏବଂ ଏହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ। ତ ଏଠାରେ ଗୋଟିଏ କଥା ଆମେ ଦେଖିଲା ଯେ କ'ଣ ହିନ୍ଦୁମାନେ କ'ଣ କହିଛନ୍ତି, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛୁ। ତ ଆମେ କୋଉଟାକୁ ଦେଖିକି କହିବା, ଆମେ ଯେତେବେଳେ ଆମର ପୂର୍ବ ଫେରିଯିବା, ଯେତେବେଳେ ପୁରାଣ, ମହାଭାରତ, ରାମାୟଣ ସବୁ ରଚନା କରାଯାଇଛି, ଆମର ସେଇ ମହାମୁନି ବେଦବ୍ୟାସଙ୍କ କଥା ଆମେ ଯେତେବେଳେ ଆଲୋଚନା କରିବା, ସେ କ'ଣ କରିଥିଲେ? ସେ ବେଦ ଯେତେବେଳେ ବେଦ ବାହାରିଲା, ସେଇ ବେଦରେ ସବୁ ଜିନିଷ ଲେଖା ହେଇଛି। ଋଗ୍ ବେଦ, ଅଥର୍ବ ବେଦ, ତାପରେ ଯଜୁର୍ବେଦ, ସାମବେଦ। ଏଇ ଯୋଉ ବେଦ ସେ 4 ଭାଗରେ ବିଭକ୍ତ କଲେ। ସେ ଦେଖିଲେ ଏତେ ବଡ ଏଇ ବେଦରେ ସବୁ କଥା ଲେଖା ହେଇଛି। ଆମେ କିଭଳି ଚିକିତ୍ସା ଶାସ୍ତ୍ର କଥା ଦେଖିବା, ଭଗବାନଙ୍କର ପୂଜା ପଦ୍ଧତି ଦେଖିବା, ତନ୍ତ୍ର କଥା ଦେଖିବା, ମନ୍ତ୍ର କଥା ଦେଖିବା, ଆମେ କ'ଣ କଲେ ନିଜେ ସୁସ୍ଥ ରହିପାରିବା, ଅନ୍ୟକୁ ଜ୍ଞାନ ଦେଇପାରିବା, ସବୁ କଥା ସେଠାରେ ଲେଖା ହେଇଛି। ତ ସେ ଯେତେବେଳେ ଦେଖିଲେ ଯେ ଏତେ ବଡ ବେଦକୁ କେମିତି ଲୋକମାନଙ୍କ ଠାରେ ପ୍ରକାଶ କରିହେବ, ସହଜ କିଭଳି କରିହେବ, ସେ କ'ଣ କଲେ ତାକୁ 4 ଭାଗ କରିଦେଲେ। ଋଗ୍ବେଦ, ଯଜୁର୍ବେଦ, ଅଥର୍ବବେଦ, ସାମବେଦ। ପୂଜା ପଦ୍ଧତି ଗୋଟିଏ ବେଦରେ ପୂଜା ପଦ୍ଧତି କର୍ମକାଣ୍ଡ ବିଷୟରେ ରହିଲା, ଗୋଟେ ବେଦରେ ଆମର ଚିକିତ୍ସା କଥା ଲେଖା ହେଲା, ଗୋଟେ ବେଦରେ ଗୀତ ଗାନ କଥା ଲେଖା ହେଲା। ତ ଏଇଭଳିଆ ସେ ସହଜ ସରଳ କରିଦେଲେ। ତାପରେ 4ଟି ସେ ତାଙ୍କର ଶିଷ୍ୟ ଗ୍ରହଣ କରି ସେ 4ଟି ଶିଷ୍ୟଙ୍କୁ ସେ ଗୋଟେ ଗୋଟେ ବେଦ ବିଷୟରେ ସେ ଜ୍ଞାନ ପ୍ରଦାନ କଲେ ଯେ ସେମାନେ କିଭଳି ତାଙ୍କର ଆହୁରି ଶିଷ୍ୟ ସେମାନେ କରିକି ସେ ଜ୍ଞାନକୁ ସେମାନେ ପ୍ରସାରିତ କରିବେ। ତାପରେ ଦେଖିଲେ ଯେ ମହିଳାମାନେ ଅଛନ୍ତି, ଶ୍ରମଜୀବୀ ମାନେ ଅଛନ୍ତି, ସେମାନେ କେମିତି ଜ୍ଞାନକୁ ଆହରଣ କରିପାରିବେ। ଏଇଟା ହେଲା ଦେଖ ତ୍ୟାଗ। ସେ ଏତେ ଜ୍ଞାନର ଅଧିକାରୀ ଥିଲେ, ତାକୁ ସେ ଚାହିଁଥିଲେ କ'ଣ ଗୋଟେ ଜାଗାରେ ସେ ରଖିପାରିଥାନ୍ତେ, କିନ୍ତୁ ଜ୍ଞାନକୁ ଆମେ ଗୋଟିଏ ଜାଗାରେ ସୀମିତ ନ ରଖି ତାକୁ ଯଦି ଆମେ ବଣ୍ଟନ କରିବା ତାହେଲେ ଆମର ଜ୍ଞାନର ପରିସୀମା ବଢିଥାଏ। ତ ସେ କ'ଣ କଲେ, ଆମର ଯୋଉ ମହିଳାମାନେ ଥାଆନ୍ତି, ଆମର ଶ୍ରମଜୀବୀ ମାନେ ଥାଆନ୍ତି, ସେ କିଛି ସିଦ୍ଧାନ୍ତ ଅପେକ୍ଷା ଗୋଟେ ଯଦି କାହାଣୀ ଭାବରେ ତାକୁ ଯଦି ଆମେ କରିବା ବା କାହାଣୀ ଭାବରେ ତାକୁ ଆମେ ଯଦି ଲୋକମାନଙ୍କ ଆଗରେ ଆମେ ଯଦି ତାକୁ ନେଇକି ଥୋଇବା ତାହେଲେ ତାକୁ ବେଶ ସହଜରେ ସେମାନେ ଗ୍ରହଣ କରିଥାନ୍ତି। ସେଥିପାଇଁ ସେ ସୃଷ୍ଟି କଲେ କ'ଣ ପୁରାଣ ସୃଷ୍ଟି କଲେ। ଗରୁଡ଼ ପୁରାଣ ଦେଖିବ, ମତ୍ସ୍ୟ ପୁରାଣ, ଆମର ବିଷ୍ଣୁ ପୁରାଣ, ଏଇଭଳିଆ 18ଟି ପୁରାଣ ସେ ସୃଷ୍ଟି କଲେ ଯେ କାହାଣୀ ମାଧ୍ୟମରେ ଲୋକମାନେ କ'ଣ କରିବେ, ଜ୍ଞାନ ଆହରଣ କରି ତାକୁ ସେମାନେ ପିଢ଼ି ପରେ ପିଢ଼ି ସେମାନେ ତାକୁ ନେଇକି ଯିବେ। ଆମର ଯେମିତି ଗୋଟେ କଥା କୁହାଯାଇଛି କ'ଣ, ଲକ୍ଷ୍ମୀ ପୁରାଣ। ଆମେ କାହିଁକି ଲକ୍ଷ୍ମୀ ପୂଜା କରିଥାଉ? ଗୁରୁବାରରେ ଆମେ କ'ଣ କରିଥାଉ, ଆମେ ଗୋବରରେ ଲିପି ସୁନ୍ଦର ଭାବରେ ଝୋଟି ଅଙ୍କନ କରି ଆମେ ପୂଜା ପାଠ କରିଥାଉ। ସେଥିରେ ବି ବିଜ୍ଞାନ ରହିଛି ଯେ ଆମେ ଯେତେବେଳେ ଗୋବରରେ ଲିପୁଛୁ ସେଥିରେ ଯୋଉ ଆଣ୍ଟିବାୟୋଟିକ ରହିଛି ଆମ ଘରକୁ ଜୀବାଣୁ ମୁକ୍ତ କରିଥାଏ। ଝୁଟି ଦେଲା, ସୁନ୍ଦର ଘରଟି ଆମର ସୁନ୍ଦର ଦେଖାଗଲା। ତ ସବୁଥିରେ ଆମର ବିଜ୍ଞାନ ସମ୍ମତ ରହିଛି।
ଯେତେବେଳେ ଆମେ ପୁଅ ଝିଅଙ୍କୁ ବାହା କରୁଛୁ ଆମର ରୀତି ନିୟମ ପରମ୍ପରା ରହିଛି ଯେ ଆମେ କଣ କରିବା ହଳଦୀ ଲଗେଇବା। ତ ସେଥିରେ ବିଜ୍ଞାନ ସମ୍ମତ ରହିଛି ଯେ ଯେତେବେଳେ ଗୋଟେ ଝିଅଟି ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ଯିବ ସେ କିଭଳି ରୋଗ ପ୍ରତିରୋଧକ ଶକ୍ତି ସେ ପାଇପାରିବ, ତା ଦେହରେ କେମିତି ଜୀବାଣୁ ପ୍ରବେଶ କରିପାରିବେ ନାହିଁ, ସେଥିପାଇଁ ହଳଦୀକୁ ତାକୁ ଲେପନ କରାଯାଇଥାଏ। ତ ଏଇଭଳିଆ ଆମର ଧର୍ମ ସହିତ ବିଜ୍ଞାନ ସବୁବେଳେ ଯୋଡି ହେଇକି ରହିଛି। ତାପରେ ଦେଖ ଏଠାରେ ଆମର କହିଲେ ଯେ ସେମାନଙ୍କର ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀ ଦ୍ୱାରା ବିଶ୍ୱ ବିରାଟ ଶକ୍ତି କଣ ତାହା ମାନବ ନିରୂପଣ କରିପାରେ। ଯେ ଏଇ ସୃଷ୍ଟିର ରହସ୍ୟ କେମିତି ଆମର ପୃଥିବୀ ସୃଷ୍ଟି ହେଲା, ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର କିଭଳି ସୃଷ୍ଟି ହେଲେ, ସବୁ ସେଇ ମାନେ ହିଁ କଣ କରିଛନ୍ତି ତାକୁ ସେମାନେ ଆଲୋଚନା କରି ବିଭିନ୍ନ ପ୍ରକାର ପୁସ୍ତକରେ ରଚନା କରିଛନ୍ତି। ତାପରେ ଆମେ ଦେଖିବା ଏହାର ମୂଳରେ କଠୋର ସାଧନା ଦରକାର। ଯୋଉ ସେ କଥା କହିଲେ କଣ କହିଲେ, ଏହା କେବଳ ଶିକ୍ଷା ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ। କଣ ଆମର ଯୋଉ ଶାରୀରିକ ମାନସିକ ଉନ୍ନତି ସର୍ବାଦୌକରଣୀୟ। ଦେଖ ଗୋଟିଏ ବାକ୍ୟ ପରେ ଆଉ ଗୋଟେ ଯୋଉ ବାକ୍ୟ ରହିଛି ତାର ସମ୍ପର୍କ ରହିଛି। ଏଠାରେ ସେ କହିଲେ ଶାରୀରିକ ମାନସିକ ଉନ୍ନତି କଥା ସେ କହିଲେ। କେତେବେଳେ ଶାରୀରିକ ମାନସିକ ଉନ୍ନତି ହେଇପାରିବ, ଯେତେବେଳେ ଆମେ ଶିକ୍ଷା ସଂଯମ ବ୍ରହ୍ମଚର୍ଯ୍ୟକୁ ଆମେ ପାଳନ କରିବା। ଏବଂ କେତେବେଳେ ଆମେ ତାକୁ ପାଳନ କରିପାରିବା, ଏହାର ମୂଳରେ କଠୋର ସାଧନା ଦରକାର। ଆମେ ଯଦି କଠୋର ସାଧନା ପରିଶ୍ରମ କରିବା ତାହେଲେ ଶିକ୍ଷା ସଂଯମ ବ୍ରହ୍ମଚର୍ଯ୍ୟକୁ ଆମେ ପାଳନ କରିପାରିବା। କଠୋର ସାଧନା ଯେତେବେଳେ କଥା ଆସେ ଆମର ସେଇ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ କଥା ମନେ ପଡିଯାଏ। ଆଜି ହେଉଛି ଅକ୍ଟୋବର 15 ତାରିଖ ତାଙ୍କର ଜନ୍ମଦିନ। ତ ତାଙ୍କର କଥା ମନେ ପଡିଯାଏ। କେମିତି ସେ ଗରିବ ହେଲେ ମଧ୍ୟ କଣ ହେଲା, ତାଙ୍କର ନିଷ୍ଠା ତାଙ୍କର ଅଧ୍ୟବସାୟ ତାଙ୍କର ପରିଶ୍ରମ ବଳରେ ସେ କେତେ ବଡ ବୈଜ୍ଞାନିକ ହେଇପାରିଥିଲେ। ସେ ଦେଖିଲେ ଯେ ଆମର ଯୋଉ ମାଇଧା କଠୋର ଶକ୍ତି ରହିଛି, ଗୋଟେ ପଥରଟିଏ ଉପରକୁ ଫିଙ୍ଗିଲେ ତଳକୁ ପଡୁଛି, ଫଲଟିଏ ପାଇଥିଲେ କଣ ହଉଛି ତଳକୁ ପଡୁଛି। କିନ୍ତୁ ଚଢେଇ କଣ ହଉଛି, ଚଢେଇ ତ ସେ ଆକାଶରେ ସୁନ୍ଦର ଭାବରେ ସେ ବୁଲୁଛି କି ନାହିଁ, ଉଡି ପାରୁଛି। ତାପରେ ସୃଷ୍ଟି ହେଲା ବ୍ୟୋମଯାନ। ତ ଏଇଭଳିଆ ଭାବରେ ଲୋକମାନଙ୍କର ଯୋଉ ମାନସିକ ଚିନ୍ତାଧାରା ଯୋଉ ଆସିଥାଏ ଏବଂ ଆମର ଯୋଉ ପିଢି ଆଗାମୀ ପିଢିକୁ ସେମାନେ କଣ ପ୍ରଦାନ କରିବେ ଏବଂ କେମିତି ଆଗାମୀ ପିଢି ସୁନ୍ଦର ସହଜ ଭାବରେ ତାର ଜୀବନ ଯାପନ କରିବ, ସେଇ ଯୋଉ ଚିନ୍ତା ତାହା କେତେବେଳେ ସମ୍ଭବ ହୋଇପାରିବ, କଠୋର ସାଧନା କଲେ ହିଁ ପରିଶ୍ରମ କଲେ ହିଁ ଆମେ ସମ୍ଭବ କରିପାରିବା। ସେମାନଙ୍କ ମତରେ ସେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ହେଁ ତାହାର ବିଲୋପ ସାଧନ କଲେ ସଭ୍ୟତର ଜାତି। ସଭ୍ୟତର ଜାତି କହିଲେ କଣ, ପାଶ୍ଚାତ୍ୟ ଜାତି। କେତେ ଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ ବାହାରୁ କେହି ହସ୍ତକ୍ଷେପ କରିପାରିନଥିଲେ ତାହା ସେ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଥିଲା। ତାପରେ ସେ କଣ କହିଛନ୍ତି, ସଭ୍ୟତର ଜାତି ପାଶ୍ଚାତ୍ୟ ଜାତି ଯେତେବେଳେ ପର୍ଯ୍ୟନ୍ତ ଆମ ଭାରତୀୟ ସଭ୍ୟତାକୁ ହସ୍ତକ୍ଷେପ କରିନଥିଲେ ଆମ ଭାରତୀୟ ସଭ୍ୟତା ସୁନ୍ଦର ଭାବରେ ଚାଲିଥିଲା। ଅନ୍ୟ ଜାତିମାନେ ମଧ୍ୟ ସେହିପରି ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ଚେଷ୍ଟିତ ହୋଇଥାନ୍ତି। ମାତ୍ର ଆମ୍ଭେମାନେ ବର୍ତ୍ତମାନ ଏପରି ଯେ କି ପରିସ୍ଥିତିରେ ଉପସ୍ଥିତ ହୋଇଅଛୁ ଯେ କାର୍ଯ୍ୟରେ ବି ସେହି ସବୁ ସାଧନ କରି ତାହାର ଯଥାର୍ଥତା ପ୍ରତିପାଦନ କରିବା ଅସମ୍ଭବ ହୋଇପଡ଼ିଛି। ତେଣୁ ସେହି ସବୁ ସଭ୍ୟତା ପ୍ରଦର୍ଶିତ ପଥ ବିଷୟରେ ଆମ୍ଭମାନଙ୍କର ମତ ଯଥାର୍ଥ ଭାବରେ ଦିଆଯାଇ ନପାରେ। ଯେ ଏତେ ମାତ୍ରାରେ ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଆମେ ଅନୁକରଣ କରୁଛୁ ଯେ ଆମର ନିଜର ସଭ୍ୟତାକୁ ଆମେ ଭୁଲି ଯାଉଛୁ। ପୂର୍ବ ସଭ୍ୟତା ପାଶ୍ଚାତ୍ୟ ସଭ୍ୟତା। କାହାକୁ ପାଶ୍ଚାତ୍ୟ ସଭ୍ୟତା କୁହାଯାଏ? ଆମ ଭାରତର ପଶ୍ଚିମରେ ଯୋଉ ରହିଲା ତାକୁ ହେଲା ଆମର ପାଶ୍ଚାତ୍ୟ ସଭ୍ୟତା। ଆମର ଏଇଟା ହେଲା ଭାରତ ମାନଚିତ୍ର। ଦେଖ ଭାରତ ରହିଛି, ଭାରତର ପଶ୍ଚିମରେ ଯୋଉ ଦେଶ ଗୁଡିକ ରହୁଛି ତାକୁ ଆମେ କଣ କହୁଛୁ, ପାଶ୍ଚାତ୍ୟ ଦେଶ। ଏବଂ ସେମାନେ ଯେତେବେଳେ ଆମର ୟୁରୋପ ଆମେରିକା ଏ ସବୁ ମାନେ ରହିଲେ, ସେମାନେ ଯେତେବେଳେ ଆସିକି ଆମ ଭାରତରେ କଣ କଲେ, ପଦାର୍ପଣ କଲେ, ଆମର ସଭ୍ୟତା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଲା। ତାପରେ ଆମେ ଆଲୋଚନା କରିବା କଣ, ଆଧୁନିକ ସଭ୍ୟତା ଉପରେ ଆଲୋଚନା କରିବା। ବର୍ତ୍ତମାନ ଆଧୁନିକ ସଭ୍ୟତା ବିଷୟ ଆଲୋଚନା କରାଯାଉ। ଏଥିରେ କଣ ଅଛି ଆମେ ଦେଖିବା। ଏହାର ଲକ୍ଷ୍ୟ ଆମେମାନେ ପୂର୍ବେ କହିଥାଉ, ବର୍ତ୍ତମାନ ଏହାର ପଥ କଣ ଦେଖାଯାଉ। କାହାର ପଥ? ଆଧୁନିକ ସଭ୍ୟତାର ପଥ। ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଆମ୍ଭମାନଙ୍କର ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ଚି ପାରିନାହୁଁ। ଆମେ ଯେତେ କହିଲେ ବି ଆମେ ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ଚିଛୁ, କିନ୍ତୁ ଆମେ ପହଞ୍ଚି ପାରିନାହୁଁ। ସେ ପଥରେ କେତେ ବାଟ ଯେ ଆଗେଇ ଆସିଛୁ ତାହା କିଛି ମାତ୍ର ନିରୂପିତ ହୋଇପାରେ।
ଅନ୍ୟାନ୍ୟ ସଭ୍ୟତା ମାନଙ୍କ ପରି ଏହାର ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାକୁ ବହୁ ସମୟ ଦରକାର ବୋଲି ଅନୁମାନ କରାଯାଉଛି। ଆମେ ଯଦି ସଭ୍ୟତାର ଉଚ୍ଚତମ ସୋପାନରେ ପହଞ୍ଚିବାକୁ ପଡିବ ତାହେଲେ ଆମକୁ ବହୁତ ସମୟ ଲାଗିବ ଏବଂ ଏହାର ଶେଷ ଫଳ କଣ ହେବ ତାହା ଭବିଷ୍ୟତ ଗର୍ଭରେ ଏହି ତ ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି। ପରୀକ୍ଷଣ କହିଲେ କଣ? ପରୀକ୍ଷା ନିରୀକ୍ଷା କରିବା। ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ବିଜ୍ଞାନକୁ ହିଁ ଅବଲମ୍ବନ କରିଥାଉ। ଆମେ ପଢୁଥିଲା କଣ? ସଭ୍ୟତା କଥା ପଢିଥିଲା। ବର୍ତ୍ତମାନ ଚାଲି କଣ ଆସିଲା? ବିଜ୍ଞାନ। ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭମାନେ କାହାକୁ ଅବଲମ୍ବନ କରିବାକୁ ପଡିବ? କାହାକୁ ନିର୍ଭର କରିବାକୁ ପଡିବ? ବିଜ୍ଞାନ। ଦେଖିବା ଆମେ ସେ ବିଜ୍ଞାନ କଣ? ତେବେ ବିଜ୍ଞାନ ଆମ୍ଭମାନଙ୍କର ଅବଲମ୍ବନ ଥିବା ସ୍ଥଳେ ତାହା କଣ ଓ ତତ୍ ସାହାଯ୍ୟରେ ଆମ୍ଭେମାନେ କିପରି ଅଗ୍ରସର ହୋଇଥାଉ ଓ କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ତାହା ଜାଣିବା ପାଇଁ ଆମ୍ଭମାନଙ୍କର ଚେଷ୍ଟା ଅନବରତ ଲାଗି ରହିଛି। ବର୍ତ୍ତମାନ ମଧ୍ୟ ସମସ୍ତେ ଚେଷ୍ଟା କରୁଛନ୍ତି ଯେ ଆମେ ବିଜ୍ଞାନ କଣ? ବିଜ୍ଞାନ ଦ୍ୱାରା ଆମେ ଆହୁରି କିଭଳି ଉପରକୁ ଉଠି ପାରିବା। ବିଜ୍ଞାନକୁ ବ୍ୟାପକ ଅର୍ଥରେ ବ୍ୟବହାର କଲେ ଆମ୍ଭେମାନେ ଜାଣୁ ଯେ କୌଣସି ବିଷୟରେ ସମ୍ୟକ ଜ୍ଞାନକୁ ବିଜ୍ଞାନ କହିଥାନ୍ତି। ବିଜ୍ଞାନ କାହାକୁ କୁହାଯାଉଛି? ଯେକୌଣସି ବିଷୟରେ ସମ୍ୟକ ଜ୍ଞାନ। ସମ୍ୟକ କହିଲେ କଣ? ବିସ୍ତୃତ। ମାତ୍ର ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସମ୍ବନ୍ଧ ଶୃଙ୍ଖଳିତ ସମ୍ୟକ ଜ୍ଞାନକୁ ବିଜ୍ଞାନ ରୂପେ ବ୍ୟବହାର କରାଯାଏ। ଏଣୁ ସାଧାରଣ ବ୍ୟବହୃତ ଅର୍ଥ ଯାହା ବ୍ୟାପକ ଅର୍ଥେ ମଧ୍ୟ ତାହା ହିଁ ବୁଝାଇଥାଏ। କାହିଁକି ନା ଜଡ଼ ଓ ଜୀବନ୍ତ ବିଷୟ କହିଲେ ବିଶ୍ୱ ବ୍ରହ୍ମାଣ୍ଡର ସକଳ ପଦାର୍ଥକୁ ତନ୍ମଧ୍ୟରେ ଏକତ୍ର କରାଗଲା। ଜଡ଼ ଓ ଜୀବନ୍ତ, ଏଠାରେ ଦୁଇଟି ଜିନିଷ ଆସିଲା। ବିଜ୍ଞାନ କହିଲେ ଜଡ଼ ଏବଂ ଜୀବନ୍ତ ଏବଂ ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜିନିଷ ସେଇ ଜଡ଼ ଏବଂ ଜୀବନ୍ତରେ ହିଁ ରହିଛି। ଏଣୁ ଏମାନଙ୍କର ବିଭିନ୍ନ ବିଭାଗ ବିଷୟରେ ଜ୍ଞାନ ହେବା ଯାହା ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରତ୍ୟେକ ପଦାର୍ଥ ବିଷୟରେ ଜ୍ଞାନ ଲାଭ ହେବା ତାହା। ସୁତରାଂ ଆମ୍ଭମାନଙ୍କର କଳା ବିଦ୍ୟା, ଦର୍ଶନ, ମନସ୍ତତ୍ତ୍ୱ, ଇତିହାସ ପ୍ରଭୃତି ଯାହାକୁ ସାଧାରଣ ଲୋକେ ବିଜ୍ଞାନ ବୋଲି ଭାବି ନଥାନ୍ତି ସେ ପ୍ରତ୍ୟେକ ବିଜ୍ଞାନର ଅନ୍ତର୍ଗତ। ସେ ସୁନ୍ଦର ଭାବରେ ବିଜ୍ଞାନକୁ ସେ ବୁଝେଇ ଦେଇଛନ୍ତି ଯେ ସବୁ ହଉଛି ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ବି ଆମେ ଦେଖୁଛୁ ଏ ପୃଥିବୀରେ ସବୁ ହଉଛି ବିଜ୍ଞାନର ଅନ୍ତର୍ଗତ। ତମ ଖାଲି ଯୋଉ ବହି ଅଛି ବିଜ୍ଞାନ ବହି ସେଇଟା ବିଜ୍ଞାନ। ସାହିତ୍ୟ ବହି ହଉଛି ମଧ୍ୟ ବିଜ୍ଞାନ, ତୁମର ଇତିହାସ ମଧ୍ୟ ବିଜ୍ଞାନ, ତୁମର ଗଣିତ ମଧ୍ୟ ବିଜ୍ଞାନ, ତୁମ ଇଂରାଜୀ ମଧ୍ୟ ବିଜ୍ଞାନ। ସବୁ ଜାଗାରେ ସବୁଥିରେ ବିଜ୍ଞାନ ଭରି ରହିଛି, ସେ ଜଡ଼ ଭାବରେ ହେଉ କି ଜୀବନ୍ତ ଭାବରେ ହେଉ। ଆମ୍ଭେମାନେ ବିଜ୍ଞାନ ବଳରେ ଆମ୍ଭମାନଙ୍କର ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବା ପାଇଁ ଉଦ୍ଯୋଗ ଲଗାଇଥାଉ। ଜଡ଼ ବିଜ୍ଞାନ ମୂଳରେ ଆମ୍ଭମାନଙ୍କ ଗଣିତ ଶାସ୍ତ୍ର ନିହିତ, ତାହାରି ବଳରେ ଜଟିଳତମ ସମସ୍ୟାମାନ ଅନାୟାସରେ ସାଧିତ ହୋଇପାରୁଛି। ଦେଖ ଗଣିତ ଶାସ୍ତ୍ର ଦ୍ୱାରା କଣ ହଉଛି? ବଡ ବଡ ଉଚ୍ଚ ପ୍ରାସାଦ ଅଟ୍ଟାଳିକା ମାନ ତିଆରି ହଉଛି। ଯଦି ଗୋଟିଏ ଉଡାଜାହାଜ ତିଆରି ହେଲା ତାର ମଧ୍ୟ ଦୈର୍ଘ୍ୟ ପ୍ରସ୍ଥ ଲମ୍ବା ଉଚ୍ଚତା କାହା ଦ୍ୱାରା କହୁଛି? ସେଇ ଗଣିତ ଶାସ୍ତ୍ର ହିଁ ହେଉଛି ସେ ଜଡ଼ ବିଜ୍ଞାନର ଅନ୍ତର୍ଗତ। ତ ଜଡ଼ ବିଜ୍ଞାନକୁ ଦୁଇ ଭାଗରେ ବିଭକ୍ତ କରାଗଲା। ଗୋଟେ ହେଲା ପଦାର୍ଥ ବିଜ୍ଞାନ ଆଉ ଗୋଟେ ହେଇଗଲା ଆମର ରସାୟନ ବିଜ୍ଞାନ। ତ ପଦାର୍ଥ ବିଜ୍ଞାନରେ କଣ ଆସିଲା? ପଦାର୍ଥ ବିଜ୍ଞାନରେ ଆଲୋକ, ଉତ୍ତାପ, ବିଦ୍ୟୁତ, ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱ ଅନୁସନ୍ଧାନରେ ବିଭାଗ ମାନଙ୍କରେ ବିଭକ୍ତ ହୋଇଛି। ଆମର ଯୋଉ ଜଡ଼ ବିଜ୍ଞାନ କଥା କୁହାଗଲା, ଯୋଉ ପଦାର୍ଥ ବିଜ୍ଞାନ ଆସିଲା ତାର ସେଇ ଆଲୋକ, ଆମେ ଆଲୋକ ପାଇପାରିଲା କି ନାଇଁ? ପୁରାତନ ସଭ୍ୟତା ଆଉ ବର୍ତ୍ତମାନ ସଭ୍ୟତାକୁ ଦେଖ, ସେତିକି ବେଳେ ଆଲୋକ ଥିଲା, ଧୀରେ ଧୀରେ ମନୁଷ୍ୟ କଣ କଲା? ଅଗ୍ନିକୁ ସେ ବ୍ୟବହାର କରିକି ତାର ନିଜର ସୁରକ୍ଷା ପାଇଁ ସେ ବ୍ୟବହାର କଲା। ବର୍ତ୍ତମାନ ଆମେ ଏଇ ଲାଇଟ ପାଇପାରୁଛୁ। ତାପରେ କଣ ହେଲା? ଉତ୍ତାପର ବ୍ୟବହାର ଜାଣିଲା। ବିଦ୍ୟୁତ ଉତ୍ପାଦନ ହେବା ଦ୍ୱାରା ଆମେ କେତେ ସୁନ୍ଦର ଭାବରେ ଇଲେକ୍ଟ୍ରିସିଟିର ପ୍ରୟୋଗ ଆମେ କରିପାରୁଛୁ। ତ ଏସବୁ ହେଲା କଣ? ସେଇ ଜଡ଼ ବିଜ୍ଞାନର ଅନ୍ତର୍ଗତ। ତାପରେ ପୁଣି ସେଇ ରସାୟନ ବିଜ୍ଞାନରେ କଣ ଆସିଲା? ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ଏସବୁ ଆସିଲା ଆମର ରସାୟନ ବିଜ୍ଞାନରେ। ବିଭିନ୍ନ ବିଷୟ ଆଲୋଚନା କରି ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ ଜ୍ଞାନ ଲାଭ କରିଥାଉ। ତାପରେ ସେହି ଜ୍ଞାନ ବଳରେ ପ୍ରକୃତିର ସଂଗଠିତ ଯାବତୀୟ କ୍ରିୟାଗୁଡ଼ିକ ହୃଦୟଙ୍ଗମ ବି କରିପାରୁଥାଉ। ଆମ୍ଭମାନଙ୍କର ସୌରଜଗତ ପରି ଆଉ ଯେ କେତେ ବିରାଟ ଜଗତ ଅଛି ଓ ବିଭିନ୍ନ ଗ୍ରହ, ତାରା, ଉପଗ୍ରହ କିପରି ନିୟନ୍ତ୍ରିତ ହେଉଅଛନ୍ତି ଓ ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀ କିପରି ତାହା ଆମ୍ଭେମାନେ ଜାଣିପାରୁଛୁ।
तो एई जो आमर चंद्र ग्रह नक्षत्र विषय जो आमर ज्ञान आम पाइपरु आमर जमी अच्छा सब बरामीर आर्यभट्ट आमर ब्रह्मगुप्त एमान जो ज्ञान बल आम कौन करुचु आम सारा सौर जगत ब्रह्मांडर कथा आम जापारुछु। এই জড় বিজ্ঞান বলরে আমি মানে জাণুথাউ যে শক্তি বলরে প্রত্যেক পদার্থ অন্য সহিত সম্বন্ধ স্থাপন করিবারে ক্ষম হইଅছি। তা ছড়া আমি মানে বৈষয়িক উন্নতিরে এতে অগ্রসর হইথাউ যে পূর্ববর্তী মানব তা স্বপ্ন সুদ্ধা ভাবিଥିଲେ কি ନାହିଁ সন্দেহ। আমার নিউটন প্ରୋଟନ ইলেকট্রন ସବୁ ଆମେ କଣ କରୁଛୁ ତାହାରେ କୋଉ ଶକ୍ତି ରହିଛି ଏବଂ ଗୋଟେ ଶକ୍ତି ଆଉ ଗୋଟେ ଶକ୍ତି କିଭଳି ଜାଣିଥାଏ ଆକର୍ଷଣ ବିକର୍ଷଣ ସବୁ ଆମେ এই ବିଜ୍ଞାନ ବଳରେ ହିଁ ଆମେ ଜାଣି ପାରୁଛୁ। तापर आमे देखिबा आम्हे माने आज এই जड़ विज्ञान बଳରେ विभिन्न धातु और उपादान विशुद्ध भाव में आहरण करि पारुछु। धातु अधातु जो विज्ञान को पढुछ धातु अधातु कथा इलेक्ट्रॉन प्रोटॉन कथा न्यूट्रॉन कथा सेटा सुंदर भाव में आमे पढ़ी पारुछु। रेल मोटर उड़ाजाहाज बुड़ाजाहाज बेतार यंत्र रेडियो टेलीविजन टेलीफोन प्रभृति विविध उपकरण वैषयिक सुख समृद्धि संपादन में यथेष्ट क्षम हो पारुछु। आमे ताकू व्यवहार करि पारुछु। विराट सागर आज दुर्लंघ्य हुई ना कि तुंग हिमालय दुरूह हो रही ना। आज यही विज्ञान बल आम हिमालय पर्वत को अतिक्रम करूँ। यही सागर समुद्र भितर आम कौन करुचु बुड़ी परीक्षा निरीक्षा कर कौन रही आम तार अनुसंधान करूँ। एसबूर मूल जड़ विज्ञान अनुशीलन और चर्चार फल विद्यमान तो सबुथ कौन रही आमर से विज्ञान ही रही। तो बर्तमान आम किसी प्रश्न उत्तर आलोचना करवा। सभ्य देख आम तो मु भावुची भल भाव बुझी पाई विषयटी सभ्यता और विज्ञान सबुरी मूल कौन रही विज्ञान रही। आम जड़ विज्ञान हो जीवंत विज्ञान हो आम जहाँ भी देखा सबुथ विज्ञान ही आमको उन्नतिर चरम सीम पहुंची पार्छ। अच्छा पिला माने किसी प्रश्नावली आम आलोचना करवा। तो सभ्यता और विज्ञान प्रबंध बंशीधर सामंतराय बहुत बढ़िया बंशीधर सामंतराय। तापर देखो बंशीधर सामंतराय मुख्यतः क्यों विज्ञानी थिले क्यों विज्ञानी थिले उद्भिद विज्ञान बहुत बढ़िया उद्भिद विज्ञान थिले। सभ्यता और विज्ञान प्रबंधटी क्यों पत्रिका प्रकाशित होइथिला उत्कल साहित्य बहुत बढ़िया उत्कल साहित्य केबे ठाରୁ प्रकाशित होइछि उत्कल साहित्य कहिथिली 1942 ସେଇଟା ଅଲଗା କଥା 1942 ଟା तमर देखिबो ओडिया साहित्य कथा जो अछि 1897 ठाରୁ प्रकाशित होइछि एवं विश्वनाथ पर यार हेउछंती संपादक। तापर देखो मानव जो वैषयिक शारीरिक मानसिक नैतिक उन्नति करिथाए आमे ताहाकू कोन आख्या देइथाउ सभ्यता सभ्यता आख्या देइथाउ। बहुत बढ़िया ताकू आमे सभ्यता बोली कहूछु। कौन से एक सभ्यता न्यूनतर बा उच्चतर ताहा किपरि निरूपित होइथाए विभिन्न विभागर विभिन्न परिमाणर उन्नति अनुसार अर्थनैतिक उन्नति को आधार करी सामाजिक उन्नति को भित्ति करी धार्मिक और सांस्कृतिक उन्नतिर दिग को विचार करी विभिन्न ऑप्शन ए विभिन्न विभागर विभिन्न परिमाण उन्नति अनुसार बहुत सुंदर विभिन्न विभागर विभिन्न परिमाणर उन्नति अनुसार बहुत बढ़िया। प्राचीन रोमियो और ग्रीसीय सभ्यतार केउ उन्नति सेमानक सभ्यतार आदर्श रूपे परिगणित हेउथिला वैषयिक शारीरिक मानसिक वैषयिक बहुत बहुत सुंदर। तापर आमे देखिबा प्राचीन रोम और ग्रीस सभ्यतार आदर्श रूपे कौन थिला भोग त्याग भोग धर्म भोग भोग बहुत बढ़िया बहुत बढ़िया। भारतीय सभ्यतार आदर्श कौन थिला त्याग आत्मसंयम त्याग और आत्मसंयम। भारतीय सभ्यता कहा को विपद हेतु बोली से मानुला
କାହାକୁ ବିପଦର ହେତୁ ବୋଲି ସେ ମନେ କରୁଥିଲା? ଏଟା ଟିକେ ପ୍ରଶ୍ନ ଭୁଲ ରହିଛି। ଭାରତୀୟ ସଭ୍ୟତା କାହାକୁ ବିପଦର ହେତୁ ବୋଲି ସେ ମନେ କରୁଥିଲା? କାହାକୁ? ବୈଷୟିକ ଜଞ୍ଜାଳକୁ। ସାଂସାରିକ ଜଞ୍ଜାଳକୁ। ଭାରତୀୟ ସଭ୍ୟତାରେ ବୈଷୟିକ ଉନ୍ନତି କାହା ଦ୍ୱାରା ସମ୍ଭବ ହୋଇଥିଲା? ତ୍ୟାଗ ଧର୍ମ ଦେଇ, ବୈରାଗ୍ୟ ମାଧ୍ୟମରେ, ଭୋଗ ଧର୍ମ ଦେଇ, ଧର୍ମ କରି। ତ୍ୟାଗ ଧର୍ମ ଦେଇ। ତ୍ୟାଗ ଧର୍ମ ଦେଇ। ତ୍ୟାଗ ଧର୍ମ ଦେଇ। ବହୁତ ସୁନ୍ଦର। ତାପରେ ଆମେ ଦେଖିବା କିଛି କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନ। ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ? ମାନବ ଯେଉଁ ବୈଷୟିକ ଶାରୀରିକ ମାନସିକ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ ତାହାକୁ ଆମେମାନେ ସଭ୍ୟତା ଆଖ୍ୟା ଦେଇଥାଉ। ବହୁତ ସୁନ୍ଦର। ରୋମିଓ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ୟରେ ପାର୍ଥକ୍ୟ କଣ? କଣ ରହିଛି ପାର୍ଥକ୍ୟ? ଭୋଗ ଥିଲା ତାଙ୍କ ସଭ୍ୟତାର ଆଦର୍ଶ, ତ୍ୟାଗ ଥିଲା ଭାରତୀୟ ସଭ୍ୟତାର ଆଦର୍ଶ। ଭାରତର ବୈଶିଷ୍ଟ୍ୟ କଣ? ଭାରତର ବୈଶିଷ୍ଟ୍ୟ କଣ? ଭାରତର ବୈଶିଷ୍ଟ୍ୟ ହେଉଛି ତାର ଆଧ୍ୟାତ୍ମିକତା। ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ କଣ? ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ କରିବା। ଜଡ଼ ବିଜ୍ଞାନର ମୂଳରେ କଣ ନିହିତ ରହିଛି? କିଏ କହିବ? ଜଡ଼ ବିଜ୍ଞାନ ମୂଳରେ କଣ ନିହିତ ଅଛି? ଗଣିତ ଶାସ୍ତ୍ର। ଗଣିତ ଶାସ୍ତ୍ର। ବହୁତ ବଢିଆ। ଠିକ ଉକ୍ତି ପାଇଁ ଠିକ ଓ ଭୁଲ ଉକ୍ତି ପାଇଁ ଭୁଲ ଲେଖ ବା ଭୁଲ ଚିହ୍ନ ଆମେ ଦେବା। ତ ପ୍ରଥମ ପ୍ରଶ୍ନ ହେଲା, ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ। ଠିକ କି ଭୁଲ? ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ। ଠିକ କି ଭୁଲ? ଏଇଟା ଅଛି କି ଭୁଲ ଅଛି? ଠିକ। ଠିକ ଅଛି। ସେକେଣ୍ଡ କ୍ୱେଶ୍ଚିନ୍ ହେଲା, ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମେମାନେ ଇତିହାସକୁ ଅବଲମ୍ବନ କରିଥାଉ। ଭୁଲ। ଭୁଲ। ଦେଖିବା କଣ ଅଛି ଆନ୍ସର। ବହୁତ ବଢିଆ। ଯେକୌଣସି ବିଷୟରେ ସମ୍ୟ ଜ୍ଞାନକୁ ବିଜ୍ଞାନ କୁହାଯାଏ। ଠିକ କି ଭୁଲ? ଠିକ। ଠିକ। ଦେଖିବା କଣ ଅଛି। ଠିକ ଅଛି। ଠିକ। ବହୁତ ସୁନ୍ଦର। ଜଳ ବିଜ୍ଞାନ ମୂଳରେ ଗଣିତ ଶାସ୍ତ୍ର ନିହିତ ଅଛି। ଠିକ। ଠିକ ଅଛି। ଠିକ। ବର୍ତ୍ତମାନ ସଭ୍ୟତା ଗତିପଥରେ ଅବସ୍ଥିତ। ଭୁଲ। 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 ଯେମିତି ଭୁଲ। ବର୍ତ୍ତମାନ ସଭ୍ୟତା ଗତିପଥରେ ଅବସ୍ଥିତ। ଠିକ। କଣ ହେଲା? ଠିକ। ଠିକ। ଗତିପଥରେ ଅଛୁ ଆମେ। ଠିକ। ଉନ୍ନତିର ଚରମ ସୀମାରେ ବର୍ତ୍ତମାନ ମଧ୍ୟ ଆମେ ପହଞ୍ଚି ପାରିନାହୁଁ। କ ସ୍ତମ୍ଭରେ ଥିବା ଶବ୍ଦ ସହିତ ଖ ସ୍ତମ୍ଭରେ ଥିବା ଶବ୍ଦକୁ ମିଳନ କର। ଆତ୍ମସଂଯମ କାହା ସହିତ ହେବ? ନିଜକୁ ନିୟନ୍ତ୍ରଣ ରଖିବା। ନିଜକୁ ନିୟନ୍ତ୍ରଣରେ ରଖିବା। ଆଧ୍ୟାତ୍ମିକତା ଧର୍ମ ସମ୍ବନ୍ଧୀୟ। ଧର୍ମ ସମ୍ବନ୍ଧୀୟ। ଧର୍ମ ଗୃହସ୍ଥ। ସମ୍ବନ୍ଧୀୟ। ବହୁତ ବଢିଆ। ଗୃହସ୍ଥ। ସଂସାରୀ। ସଂସାରୀ। ସାଂସାରିକ। ସଂସାରୀ। ହଁ ବହୁତ ବଢିଆ। ସୌମ୍ୟ। ବିସ୍ତୃତ। ବିସ୍ତୃତ। ଦୁରୁହ। କଷ୍ଟସାଧ୍ୟ। କଷ୍ଟସାଧ୍ୟ। ବହୁତ ସୁନ୍ଦର କଷ୍ଟସାଧ୍ୟ ଭାବରେ ସେ ତାଙ୍କର ଉତ୍ତର ମଧ୍ୟ ଦେଇଛନ୍ତି। ତାହେଲେ ଏଇଟା ଥିଲା ଆମର କଣ? ସଭ୍ୟତା ଓ ବିଜ୍ଞାନ। ତୁମ ପାଇଁ ଗୃହ କାର୍ଯ୍ୟ ହେଲା, ପାଶ୍ଚାତ୍ୟ ସଭ୍ୟତା ତଥା ଭାରତୀୟ ସଭ୍ୟତା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ପ୍ରାବନ୍ଧିକଙ୍କ ଅଭିମତ ଉପସ୍ଥାପନ କର।